ଚାଣକ୍ୟ ନୀତି ତୃତୀୟ ଅଧ୍ୟାୟର ସାରାଂଶ। ଆଚାର୍ଯ୍ୟ ବିଶେଷ ଭାବରେ ମଣିଷର ଆଚରଣ ସମ୍ପର୍କରେ କିଛି କଥା କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସର୍ବୋତ୍ତମ ପରିବାରର ମଧ୍ୟ କେଉଁଠି ନା କେଉଁଠି କିଛି ଦୋଷ ଥାଏ ଏବଂ ଦୁନିଆରେ ଏପରି କୌଣସି ମଣିଷ ନାହିଁ ଯିଏ କେବେ ରୋଗର ଶିକାର ହୋଇନାହିଁ। ପ୍ରତ୍ୟେକଙ୍କ ପାଖରେ କିଛି ନା କିଛି ଦୋଷ ଥାଏ। ଯିଏ ଏହି ଦୁନିଆରେ ନିରନ୍ତର ଖୁସି ପାଏ, ଅର୍ଥାତ୍ କେହି ସବୁବେଳେ ଖୁସି ରହିପାରେ ନାହିଁ, କେତେବେଳେ ତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସୁଖ ଏବଂ ଦୁଃଖର ସମ୍ପର୍କ ଦିନରାତି ପରି। ମହାନ ବ୍ୟକ୍ତି ଏବଂ ସଦ୍ଗୁଣ ବ୍ୟକ୍ତିମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ଏହା ଦୁନିଆର ନିୟମ। ଚାଣକ୍ୟ ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତିଙ୍କ ପରିବାରର ବିଶେଷତ୍ୱ ତାଙ୍କ ଆଚରଣ, କଥାବାର୍ତ୍ତା ଏବଂ ଅନ୍ୟମାନଙ୍କ ପ୍ରତି ସେ ଦେଖାଉଥିବା ସମ୍ମାନରୁ ଜଣାପଡ଼େ। ଆଚାର୍ଯ୍ୟ ବିଶ୍ୱାସ କରନ୍ତି ଯେ ଝିଅକୁ ଏକ ଭଲ ଆଚରଣ ପରିବାରରେ ବିବାହ କରାଯିବା ଉଚିତ ଏବଂ ପୁଅମାନଙ୍କୁ ଉଚ୍ଚଶିକ୍ଷା ହାସଲ କରିବାକୁ ପ୍ରେରଣା ଦିଆଯିବା ଉଚିତ। ଶିକ୍ଷା ବଞ୍ଚିବାର କଳା ଶିଖାଏ। ଶତ୍ରୁକୁ ନିଶାରେ ଫସାଇବା ବିଷୟରେ କହିବା ସମୟରେ ଆଚାର୍ଯ୍ୟ ସୂଚାଇଛନ୍ତି ଯେ ଶତ୍ରୁକୁ ବୌଦ୍ଧିକ ଚତୁରତା ସହିତ ନଷ୍ଟ କରାଯିବା ଉଚିତ। ତେଣୁ ସତର୍କ ରୁହନ୍ତୁ ଏବଂ ଲାଭ ଉଠାନ୍ତୁ। ଚାଣକ୍ୟ ଅନ୍ୟ ସମସ୍ତ କାର୍ଯ୍ୟ ଅପେକ୍ଷା ଶିକ୍ଷା ଏବଂ ବୁଦ୍ଧିମତ୍ତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ କୁହନ୍ତି ଯେ ଜଣେ ମୂର୍ଖ ମଧ୍ୟ ଜଣେ ଭଦ୍ର ଏବଂ ବୁଦ୍ଧିମାନ ବ୍ୟକ୍ତିଙ୍କ ପରି ଏକ ଦୁଇପାଦିଆ ପ୍ରାଣୀ, କିନ୍ତୁ ତାକୁ ଚାରିପାଦିଆ ପ୍ରାଣୀ ଅପେକ୍ଷା ଖରାପ ଏବଂ ମୂଲ୍ୟହୀନ ବୋଲି ବିବେଚନା କରାଯାଏ, କାରଣ ତାର କାର୍ଯ୍ୟ ସର୍ବଦା ଯନ୍ତ୍ରଣାଦାୟକ ହୋଇଥାଏ। ଚାଣକ୍ୟ କୁହନ୍ତି ଯେ ଯଦି ଜଣେ ବ୍ୟକ୍ତି ଏକ ଭଲ ପରିବାରରେ ଜନ୍ମଗ୍ରହଣ କରେ ଏବଂ ସୌନ୍ଦର୍ଯ୍ୟ ଏବଂ ଯୌବନ ଇତ୍ୟାଦିରେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୁଏ, କିନ୍ତୁ ସେ ଶିକ୍ଷା ଲାଭ କରିନାହିଁ, ତେବେ ଏସବୁ ସୁଗନ୍ଧ ବିନା ଏକ ସୁନ୍ଦର ଫୁଲ ପରି ଅଦରକାରୀ। ସେ ବିଶ୍ୱାସ କରନ୍ତି ଯେ କାହାର ସମ୍ମାନ ତାର ଗୁଣ ଉପରେ ଆଧାରିତ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସୌନ୍ଦର୍ଯ୍ୟ ଏବଂ ଯୌବନ ନୁହେଁ। ଚାଣକ୍ୟ ଆଚରଣ ସହିତ ଜଡ଼ିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କ ବଳିଦାନ ସମଗ୍ର ପରିବାର ପାଇଁ ଲାଭଦାୟକ ହୁଏ ତେବେ ତାଙ୍କୁ ବଳିଦାନ ଦିଆଯିବା ଉଚିତ, କିନ୍ତୁ ସେ ମଣିଷକୁ ସର୍ବୋଚ୍ଚ ବୋଲି ବିଚାର କରିଛନ୍ତି ଏବଂ ସେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜ କଲ୍ୟାଣ ପାଇଁ ଚାହେଁ ତେବେ ସେ ସବୁକିଛି ତ୍ୟାଗ କରିପାରିବେ। ସେ ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତି ନିଜର ଦାରିଦ୍ର୍ୟ ଦୂର କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ ଏବଂ ପାପରୁ ରକ୍ଷା ପାଇବା ପାଇଁ ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ। ସେ ମଣିଷକୁ କିପରି ଦୁଃଖରୁ ରକ୍ଷା କରିପାରିବେ ସେ ବିଷୟରେ ବାରମ୍ବାର ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ସର୍ବଦା ସତର୍କ ରହିବା ଉଚିତ। ଆଚାର୍ଯ୍ୟ ଆଚରଣରେ କୌଣସି ପ୍ରକାରର ଅତ୍ୟଧିକତା ସପକ୍ଷରେ ନୁହନ୍ତି। ଆଚାର୍ଯ୍ୟଙ୍କ ଅନୁସାରେ ମିଠା କଥା କହୁଥିବା ବ୍ୟକ୍ତି ସମଗ୍ର ବିଶ୍ୱକୁ ନିଜର କରିପାରେ। ଅନେକ ଖରାପ ପୁଅ ଅପେକ୍ଷା ଗୋଟିଏ ଭଲ ପୁଅ ହେବା ଭଲ। ଚାଣକ୍ୟ ଶିଶୁ ମନସ୍ତତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ 5 ବର୍ଷ ବୟସ ପର୍ଯ୍ୟନ୍ତ ପିଲାକୁ ଲାଳନ ପାଳନ କରାଯିବା ଉଚିତ। ଯଦି ପରେ ଗାଳି ଭର୍ତ୍ସନା କରି ପିଲାକୁ ଶାସନ କରିବାର ଆବଶ୍ୟକତା ପଡ଼େ, ତେବେ ତାହା କରାଯିବା ଉଚିତ, କିନ୍ତୁ ଯେତେବେଳେ ପିଲାଟି 16 ବର୍ଷ ବୟସରେ ପହଞ୍ଚିଯାଏ, ସେତେବେଳେ ତାକୁ ବନ୍ଧୁ ପରି ବ୍ୟବହାର କରିବା ଉଚିତ। ଶ୍ଲୋକରେ ପୁତ୍ର ଶବ୍ଦଟି ସନ୍ତାନ ଅର୍ଥରେ ବ୍ୟବହୃତ ହୋଇଛି। କନ୍ୟାମାନଙ୍କ ପ୍ରସଙ୍ଗରେ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ। ଆଚାର୍ଯ୍ୟ ବାରମ୍ବାର ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଏହି ମାନବ ଶରୀର ଅତ୍ୟନ୍ତ ମୂଲ୍ୟବାନ। ନିଜର ଦାୟିତ୍ୱ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଧର୍ମ ପାଳନ କରିବା ଉଚିତ। ଏହି ଅଧ୍ୟାୟର ଶେଷରେ ଚାଣକ୍ୟ ସମଗ୍ର ସମାଜକୁ ମୂର୍ଖମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଜଣେ ନିଜ ଖାଦ୍ୟ ଏବଂ ଅନ୍ୟାନ୍ୟ ଉତ୍ପାଦର ସଠିକ୍ ଭାବରେ ଯତ୍ନ ନେବା ଉଚିତ ଏବଂ ପରସ୍ପର ମଧ୍ୟରେ ପ୍ରେମ ସହିତ ବଞ୍ଚିବା ଉଚିତ। ଜଣେ ନିଜ ଜୀବନକୁ କଳହ ଏବଂ ବିବାଦରେ ନଷ୍ଟ କରିବା ଉଚିତ ନୁହେଁ। ଏହା କରି ଆମେ ନିଜକୁ ଦୁଃଖର ଗଭୀରତାରେ ପକାଇଥାଉ।